राजस्व बोले ऑप्शन शिकार वैदेशिक संपर्क राजस्व युद्ध लास्ट पार्ट लिखिथिबे सेना आकाश कहजर पूरा लास्ट को लेखा आइति जे युद्ध बळे गोटे बहुत कार्य बहुत जरूरी मेन सेना कहजिबे काकू वैदेशिक लोकटी जलधारा धर्म कोन तीनटा कहबिनी ये धर्म जोगी बसी पाए नदी पारिबो देखि पारिबो जे जप भଳି दरबार जगति तो राजा बने कि बसले या फिर खाली जप वही है चल अंत कहला जप लब्ध सोसी बोली कहा हुआ जे दरबार रे प्रस्तुति में राजा मानन को लब्ध सोसी बोली बोली छाया केते बेला बढ़ी जाए माया बढ़ी जे निश्चय सूर्य अस्त हेले हम नहीं करे आ सब ठीक करछ एटा कोन मिस्टेक कर छाया बढ़ी जाए माया बढ़ी छाया बढ़ी समाधान विकट कौन परि व्यक्त करिसिला परीक्षा सफल परीक्षा सफल बोली निराशावादी पक्षी भाବରେ କିଏ ଜଣାଶୁଣା କାଉ କାଉ ଆକାଶର ଭବିଷ୍ୟତ ଅନ୍ଧକାର ବୋଲି କିଏ ଭବିଷ୍ୟବାଣୀ କରିଥିଲେ କାଉ ଏଇଟା ଆନ୍ସର ସେ କାଉ ଆକାଶର ଭବିଷ୍ୟତ ଅନ୍ଧକାର ବୋଲି କିଏ ଭବିଷ୍ୟବାଣୀ ଦେଇଥିଲେ କାଉ କାଉ ଗୁରୁ ସଂସମାନେ ବିଶ୍ୱାସଘାତକ କି କହିଛି କାରଣ ତମେ ସେଇ ଯୋଉ ଦିଟା କାଉ ଆନ୍ସର କୁ ଜଣେ ଜଣେ କି ଏପଟ ସେପଟ କରିଦେ କିଛି ନାହିଁ ଏଟା ପ୍ରାକ୍ଟିସ କର ଚେକ୍ କରିଦବ କେଉଁ ପରିବେଶ ବଙ୍ଗୋପଦ୍ୱୀପ ସନ୍ତୁଷ୍ଟ କରିପାରୁନଥିଲା ସରୋବର ସବୁଜ ଉପତ୍ୟକା ତାକୁ ସନ୍ତୁଷ୍ଟ କରିପାରିଥିଲା ଧର୍ମପଦ କିଏ କରୁଛନ୍ତି ବିଧାତା କରୁଛନ୍ତି ଧର୍ମପଦ କାହିଁକି ସଂସାର ଉତ୍ପନ୍ନ ବାରି ନଦୀ ବା ସମୁଦ୍ରକୁ ପାଇବ ସଭାସଦ କାହିଁକି କାନ୍ଦିଲେ ରାଜା କେବଳ ହଠାତ୍ କାନ୍ଦି ଉଠିଲେ ଏବଂ ଏଠୁ ସମସ୍ତେ ଭଲ ତୁ କିଏ ମୁଁ ବୁଧୁ ସେଥିପାଇଁ କାନ୍ଦିଲେ ସଂସଦୀୟ ପଛପର ମନୋରଞ୍ଜନ ପାଇଁ କଣ କରୁଥିଲେ କାହାଣୀ ଘଟେ କାହାଣୀ କହୁଥିଲେ ଆଉ ବହୁତ ଲୋକ ପିଲା ଦେଖିଛ ଗୀତ ବୋଲିକି ଶୁଣାଉଥିଲେ କାହାଣୀ କହୁଥିଲେ ଗପ କହି ଶୁଣାଉଥିଲେ ଆଲେକ୍ସାଣ୍ଡରଙ୍କ ଶେଷ ଇଚ୍ଛା କଣ ଥିଲା ଆଲେକ୍ସାଣ୍ଡରଙ୍କ ଶେଷ ଇଚ୍ଛା କଣ ଥିଲା ମୁଁ ତମର ଗପ କହିଥିଲି ତିନିଟା ଡାକ୍ତର ଷ୍ଟୋରିଟା ମୁଁ ତୁମକୁ ଜାଣିବାକୁ ଗପ କହିଦେଇଥିଲି ତାକୁ ବି ଲେଖି ପକେଇଛ ଖାତା ଦେଖିକି ମୁଁ ତୁମକୁ ସେଇଟା ଆଲେକ୍ସାଣ୍ଡରଙ୍କ ଶେଷ ଇଚ୍ଛା ତାଙ୍କର ଆଲେକ୍ସାଣ୍ଡରଙ୍କ ବହି ଅଛି ତା ଦେହରେ ଥିଲା ଆଲେକ୍ସାଣ୍ଡରଙ୍କର ତିନିଟା ଶେଷ ଇଚ୍ଛା ଥିଲା ଯେ ପ୍ରଥମେ ମତେ ଡକ୍ଟର ମାନେ ଯୋଉମାନେ ଚିକିତ୍ସା କରୁଛନ୍ତି ସେମାନେ ବହି ନେବେ ତାକି ଲୋକମାନେ ଜାଣିବେ କି ଯୋଉମାନେ ଚିକିତ୍ସା କରୁଛନ୍ତି ସେମାନେ ମଧ୍ୟ ଜୀବନ ବଞ୍ଚେଇ ପାରିବେ ଦ୍ୱିତୀୟରେ ସେମାନଙ୍କୁ ଯାହା ରୋଜଗାର କରିକି ସମସ୍ତଙ୍କର ବାଟରେ ଲୋକ ଜାଣିବାକୁ କିଛି ଦେଇଦେବେ କିନ୍ତୁ ମୋ ବହିରେ ଯୋଉଟା ସେଇଟା ଲେଖିବ ମୁଁ ସେଟା ବୁଝେଇବା ପାଇଁ କହିଥିଲି ତାକୁ ଲେଖିବା ପାଇଁ କହିନାହାନ୍ତି ବହିଟା ଯଦି ଅଛି କେବଳ ଲେଖିବ ଆଲେକ୍ସାଣ୍ଡରଙ୍କ ଶେଷ ଇଚ୍ଛା ଥିଲା ପରେ ମୋର ଦୁଇ ହାତକୁ ଖୋଲା ଛାଣିଦବ ବାହାରକୁ ପକେଇଦବ ତାକି ଲୋକମାନେ ଜାଣିବେ ଯେ ଖାଲି ଖାଲି ଏଥିରେ କରି ହେଲା ଯୋଉଗୁଡା ଏକ୍ସାମ୍ପଲ ଦେଇକି ବାହାର ଜିନିଷ ତମକୁ ବୁଝାଉଥିଲେ ସେଟା ତମକୁ ବୁଝିବା ପାଇଁ ତାକୁ ଉତ୍ତର ଦେଇପାରିବି ଆଉ ଗୋଟେ ସଂସାରକୁ କାହା ସହିତ ତୁଳନା କରାଯାଇଛି ବାରିଧି ସହିତ ମାୟାର ଚେର ଭେଦିଲେ କି କ୍ଷତି ହୁଏ ମାୟାର ଶେଷ ବିଲେ ଅନ୍ତକ ଇତ୍ୟାଦି କର ମାନେ ଯେତେ ମାୟା ତମ ଭାଷାରେ ଲେଖିବ ସମସ୍ତେ ତ ମାୟା ଯେତେ ବଢିବ ମୃତ୍ୟୁ ବେଳେ ସେତେ କଷ୍ଟ ହବ ଯେମିତି ଗଛକୁ ଉପାଡିବା ପାଇଁ ବଡ ଗଛ ଉପାଡିବାକୁ କଷ୍ଟ ହୁଏ ବଡ ବୁଝଉଛି ଚାହିଁବା ଲେଖିପାରିବ ଦି ମାର୍କରେ ଏଗୁଡା ଦରକାର ନାହିଁ ଅଳ୍ପ ଲେଖ କାହାର ସମ୍ପର୍କ ବାଜ୍ୟପାନ କରି ଦରବାରରେ ଯୋଗୁଥିବା ରାଜ୍ୟମାନେ ତାଙ୍କର ପ୍ରଜାମାନଙ୍କର ସମ୍ପର୍କ ବାଜ୍ୟପାନ କରି ଆକାଶ ବଂଶ କିଏ ଲେଖିଛନ୍ତି ମନୋରଞ୍ଜନ ପିଲା କିଏ ସବୁ ଲେଖିଛୁ ପିଲା ମନୋରଞ୍ଜନ ମନୋରଞ୍ଜନ ସିଏ ଅଲଗା ଜଣେ ମନୋଜ ଦାସ ଜଣେ ଅଲଗା ମନୋରଞ୍ଜନ ଅଛନ୍ତି ସାହିତ୍ୟିକ କିଏ ନୁହଁ ଇଏ ହଉଛି ମନୋଜ ଦାସ ରାଜାମାନେ କିପରି ତାଙ୍କ ମାଲକାନ କରୁଥିଲେ ପ୍ରଜାମାନଙ୍କୁ ଯୁଦ୍ଧ କରି ତାଙ୍କ ଶ୍ରମ ଉପାର୍ଜିତ ସଙ୍ଗୀନ ଶବ୍ଦର ଅର୍ଥ ହେଲା ବନ୍ଧୁ ମନେ ରଖିବ ସଙ୍ଗୀନ ଶବ୍ଦର ଅର୍ଥ ବନ୍ଧୁ କଣ ବାକି ତ ଦିଟା ତିନି ମାର୍କ ଲେଖିଥିବ ଆଉ ହଁ ଏଇଟା ଭୁଲ ଲେଖିଛ
এইଭଳିଆ ଭାଗ୍ୟ ସେ ତାର ଭାଗ୍ୟକୁ ନେବ। ଗଛ ଲତା ନା ନା ଲେଖିବ କଣ ଦୂରର ପର୍ବତ ଶ୍ରେଣୀ ଅର୍ଥାତ ସେ ସେଠି ବସିକି ଭାବୁଛି ଯେ ମୁଁ ସେଇଠି ସେଗୁଡା କେତେ ସୁନ୍ଦର ହେଇଥିବ ଆଉ ମୁଁ ସେଠିକି ଯାଇପାରୁନି ହେଲା। ଦୂରର ପର୍ବତ ଶ୍ରେଣୀ ସେପାରିତ ସରୋବର ମାନ କେତେ ସ୍ୱଚ୍ଛତର ଆଉ କେତେ ସବୁଜ ଉପତ୍ୟକା ଗୁଡିକ କେତେ ସବୁଜ ହୋଇନଥିବ ଏଇ କଥା ସବୁ ସେ ଭାବୁଥିଲେ ଆଶ୍ଚର୍ଯ୍ୟ ହେଇ ହେଲା। और मैंने पहला दिगंत प्रति दृष्टिपात कर दिगंत माने जो जगह ता आखि की देखा तार अंग से आडू चाहि से कोन भाबुला से भाबुला ମୁଁ କାହିଁକି ଯାଇପାରୁନି ସେଟା କେଡେ ସୁନ୍ଦର ହେଇଥିବ ସେଟା କେତେ ସବୁଜ ହେଇଥିବ ଏଇଗୁଡାକ ସେ ଭାବୁଥିଲା। କବିରାଜ ଜ୍ୟୋତିଷୀ କଣ ଘୋଷଣା କଲେ ସହସ୍ର ପୂର୍ବେ କଚ୍ଛପ ଦୃଷ୍ଟି ହବ ଆଉ କଚ୍ଛପ ମାଂସ ରୋଗ ଦୋଷ ଦୂର କରି ରୋଗ ବ୍ୟାଧି ଦୂର କରେ ଏଇଗୁଡାକ ସବୁ ସେ ଭାବୁଥିଲା ନା କି ଆଉ କଣ କହିଥିଲା କେତେ ବର୍ଷ କେତେ ମାସ କେତେ ସଦିନ ପରେ ହବ ପୁଣି ଥରେ ପଞ୍ଚମ ହେଇଥିଲା। ହଉ ଆରମ୍ଭ ଆସିଲେ ଏବେ ପାଇଁ କି ତମେ ଚମ୍ପାବତୀ ରାଜ୍ୟ ସ୍ୱପ୍ନ ଆଉ ଇଏ ବିଷୟଟା ପଢିକି ଆସିବ। ନିର୍ବାସିତର ବିଳାପ ନିର୍ବାସିତର ବିଳାପ ଆଉ ଚମ୍ପାବତୀ ରାଜକନ୍ୟାର ସ୍ୱପ୍ନ ପଢିକି ଆସିବ ପଛରେ ତମେ କିଏ ନୂଆ ଆସିଛ କି ନୂଆ ପିଲା କି ନା ତ କିଏ ନୂଆ ଆଜି ଆଜି ପାଇଁ ନୂଆ କିଏ ତମେ ଆଜି ଫାଷ୍ଟ ଆସିଛ ତମକୁ ଦେଖିଛି ବୋଧେ ଆଗରୁ ତମେ ତ ନୂଆ ଆସିଛ ଆଚ୍ଛା ପରୀକ୍ଷା ଦବ ତମେ ଘରେ ପଢିବ ଦିଟା ବିଷୟ କୋଉ ଦିଟା ଚମ୍ପାବତୀ ରାଜକନ୍ୟାର ସ୍ୱପ୍ନ ଆଉ ହେଲା ନିର୍ବାସିତର ବିଳାପ ତାର ଖାଲି ସର୍ଟ କ୍ୱେଶ୍ଚନ 1 ମାର୍କ 2 ମାର୍କ 3 ମାର୍କ ଘରେ ପଢିବ ପରୀକ୍ଷା ଦିଅ ଯେତିକି ହଉଛି ହଉଛି କିଛି ଏଇ ପରୀକ୍ଷାରେ କିଛି ଅସୁବିଧା ନାହିଁ କିନ୍ତୁ ଆଟଲିଷ୍ଟ ପ୍ରାକ୍ଟିସ ହବ କ୍ୱେଶ୍ଚନ କେମିତି ପଢୁଛି ଜାଣିବ ତେଣୁ ପରୀକ୍ଷା ଦିଅ ତମେ ବି ମା ପରୀକ୍ଷା ଦବ ତମେ ଘରେ ପଢିବ ସାରାଂଶ ଚମ୍ପାବତୀ ରାଜକନ୍ୟା କଣ ଗୋଟେ ରାଜକନ୍ୟାଟିଏ ସ୍ୱପ୍ନ ଦେଖୁଛି ଯାହା ସବୁ ସ୍ୱପ୍ନ ଅଛି ନା କ୍ୱେଶ୍ଚନ ଆନ୍ସର କରିଦେଲି ସର୍ଟ କହିକି ସେଇଥିରେ ସୁବିଧା ହବ ତାପରେ ପୁରା ବିଷୟ ପଢେଇଲା ବେଳେ ଆଉ କାରଣ ତମକୁ ଆନ୍ସର ହିଁ ଲେଖିବାକୁ ପଡିବ ନା ଏଠି ଚମ୍ପା ଫୁଲର କ୍ୱେଶ୍ଚନ ଆନ୍ସର ଟାଇମ ଅଛି ଟିକେ ଚମ୍ପା ଫୁଲର ବର୍ଣ୍ଣ କିପରି ହଳଦୀ ପ୍ରାୟ କବିତାରେ ଚମ୍ପା ଫୁଲ ମୁଁ ଆନ୍ସର କରିଦଉଛି ଚେକ୍ କରିଦିଅ ହେଲା ଚମ୍ପା ଫୁଲର ବର୍ଣ୍ଣ ହେଲା ହଳଦୀ ପ୍ରାୟ ଫାର୍ଷ୍ଟ କ୍ୱେଶ୍ଚନ ସେକେଣ୍ଡ କ୍ୱେଶ୍ଚନ ହେଲା କବିତାରେ ଚମ୍ପା ଫୁଲ କାହା ସହିତ ତୁଳନୀୟ ଯୌବନ ସହିତ ତୁଳନୀୟ ଅପସନରେ ଯାହା ଅଛି ଦେଖିଦିଅ ହେଲା କହି ଦେଖିଦିଅ ଅପସନ ତାପରେ ଦେଖିଦିଅ ରାଜକୁମାରୀ ଚମ୍ପା ଫୁଲଟି ପାଇ ସାରିବା ପରେ କେଉଁଠାରେ ଗୀତ ଗାଉଥିଲେ ନିଜ ନଗରରେ ଗୀତ ଗାଉଥିଲେ ନବଯୌବନ ଆସିବା ପରେ ଚମ୍ପାବତୀ କେଉଁ ବିଷାଦରେ ଅବ୍ୟକ୍ତ ବିଷାଦ ଯୌବନ ଆସିବା ପରେ ଚମ୍ପାବତୀର କଣ ଉଭେଗଲା ବାଲ୍ୟ ଚପଳତା ବାଲ୍ୟ ଚପଳତା ଉଭେଇଗଲା ଜନକ ଜନନୀ ସ୍ନେହରେ ମନ ନ ମାନେ ଆଉ କେତେବେଳେ ଯୌବନର ଆଗମନ ବିଦେଶୀ କୁମାର ସ୍ୱପ୍ନରେ କଣ କହିଲେ ମଧୁ ବଚନ ରାଜକୁମାର ଦୀପାଲୋକରେ ରାଜକୁମାରୀଙ୍କୁ କଣ ଦେଖିଥିଲ ସପ୍ତବେଶ ଆନ୍ସର କ ଚମ୍ପାଫୁଲ ଦ୍ୱାରା ରାଜକୁମାରୀ କେଉଁ ପର୍ଯ୍ୟନ୍ତ ଦେବ ଆରାଧନା କରିବ ନବଯୌବନ ଚମ୍ପାବତୀ କେଉଁ ଦର୍ଶନ ଅପସନ ଅଛି ଅପସନ ନଥିଲେ ବି ପ୍ରିୟ ଦର୍ଶନ ଲେଖିବ ମନେ ରଖ ତମେ ମନ ଇଚ୍ଛାରେ ତାଙ୍କ ଦର୍ଶନ ସ୍ୱାମୀ ଦର୍ଶନ କିଛି ଲେଖିବାର ଆବଶ୍ୟକ ନାହିଁ ସିଧା ସିଧି ଲେଖିବ ପ୍ରିୟ ଦର୍ଶନ
प्रिय दर्शन नव यौवन संपावती केउ दर्शन पे डाकुछा कोन प्रिय दर्शन श्यामल धरणी नील आकाश ठारू कोन मागे पितृ बल तेजी किए बारिधि पाखकु जाए पितृ बल तेजी कटिनी नव नलिनी भानु किरण रे कोन लाभ करे मुद मुद माने आनंद आनंद लाभ करे मुद लाभ करे विधु विवाह पाई किए हस हस होई उठे विधु विवाह पाई विधु होला के विधुर अर्थ जन जन किरण रे कुमुद ना आ कोन कुमुद चपड़ा केउ ठाए खाए हने चपड़ा हला बिजुली बिजुली कोठी आए घन हला मेघ मेघ रे उठे विफल यौवन मोहरी किए कहि राजपथ सुकुमारी लता केउठी आश्रय निया किताबी अंगरे बड़ बड़ पुस्तरे लता माने आश्रय जुग्मे जुग्मे बिनी कोन खजी प्रेम भाव राजकुमारी तांको दग्ध बक्षरे जीवितेश्वरଙ୍କ ପୁର कोन स्थापना करिवे दिव्य पयर एक नंबर क राजकुमारी केउ फूल पाइले चंपा पत्र से क्वेश्चन चेंज निकुला आप अच्छा ନିର୍ବାଚିତ ବ୍ୟକ୍ତି କିଏକୁ ଆଡକୁ ଦେଖୁଥିଲା ଚଉଦିଗକୁ ନିର୍ବାଚିତ ବ୍ୟକ୍ତିଟି ଚଉଦିଗରେ ଯାହା ସବୁ ଦେଖୁଥିଲା ସେ ସବୁର କଣ ବୋଲି ଭାବୁଥିଲା ଅଧୀଶ୍ୱର ଅଧୀଶ୍ୱର ନିର୍ଜନ ଦ୍ୱୀପରେ ନିର୍ବାଚିତ ବ୍ୟକ୍ତିଟି ତାପରେ କେତେ ଲୋକ ଥିଲେ କିଛି ଲୋକ ନଥିଲେ କୀଟ ପତଙ୍ଗ ପକ୍ଷୀ କେଶରୀ କରି ପଶୁ ସବୁ କାହାର ସୃଷ୍ଟି ବୋଲି ଭାବୁଥିଲେ ତା ନିଜର ସୃଷ୍ଟି ଶୂନ୍ୟ ନୟନକୁ କିଏ ମୋହିତ କରିଦିଏ ନିଜର କେଉଁ ସାର ସରିଗଲା ନା କେଉଁଠାରେ ବାସ କରିବା ପରା ଭଲ ବୋଲି ରଣକ୍ଷେତ୍ରରେ ନିର୍ବାଚିତ ବ୍ୟକ୍ତିଟି ଏ ଭୀମସ୍ଥଳେ କାହାକୁ ଅଧମ ଗତି ବୋଲି କହୁଛି ରାଜ୍ୟ ପ୍ରାପ୍ତି ସୁନ୍ଦର ଦେବତୁଲ୍ୟ କାହାର ନର ନିର୍ବାଚିତର କେଉଁ ବାରକା ଜୀବ ନାହିଁ ଜନ ସମୀପ ଜୀବନ ଦୀପ ଲିଭିବା ସେ ନିର୍ଜନ ଦୀପରେ ନିର୍ବାଚିତର କଣ ଲିଭିଯିବ ଜୀବନ ଦୀପ ମନୁଷ୍ୟର କଣ୍ଠ ଧ୍ୱନିର ସ୍ୱରୂପ କିପରି ନିର୍ବାଚିତ ବ୍ୟକ୍ତିଟି କେଉଁ ଶବ୍ଦ ଶୁଣି ଚମକି ପଡିଲା ନିଜର କଣ୍ଠ ସ୍ୱର କେଉଁମାନେ ନର ପ୍ରଭାବ ଜାଣି ନଥିବାରୁ ଅନାସ୍ଥା ଭାବ ପ୍ରକଟ କରୁଥିଲେ ପଶୁମାନେ କେଉଁ ଅନୁଭୂତି ପାଇବା ପାଇଁ ଦେବତା ମାନେ ମଧ୍ୟ ନର ଜନ୍ମ ପାଇଁ ଅଧିକା ପ୍ରେମ ଗିରି ଗିରି ସମୁଦ୍ର ଲଙ୍ଘନ କରିବା ପାଇଁ ନିର୍ବାଚିତ ବ୍ୟକ୍ତିଟି କଣ ଚାହୁଁଥିଲା ବିହଙ୍ଗ ପକ୍ଷ ତାର ସନ୍ତାପିତ କିପରି ପ୍ରିୟ ଜନ ସେ କାହାଠାରୁ ସଦୁପଦେଶ ନେବା ପାଇଁ ଚାହୁଁଥିଲେ ମଣିକାନ୍ତର ସହିତ କଣ ସରିବେ ଧର୍ମ ଦେବ ଅର୍ଚ୍ଚନା ବାଦ୍ୟ କେଉଁଠାରେ ଥରେ ହେଲେ ଶୁଣିନାହାନ୍ତି କଣ ନଥିଲେ ଜୀବନ ବୃଥା ହୁଏ କାହାର ଶକ୍ତି ଅଚିନ୍ତନୀୟ ମନର କଣ ମାତ୍ରରେ ମନ କଣ ନିର୍ବାଚିତ ବ୍ୟକ୍ତିରେ ନିଜକୁ କାହାର କ୍ରୀଡ଼ାକୁ ସ୍ୱଦେଶ ସୁସମାଚାର ଦୁଃଖୀ ହୃଦୟ ଲାଭ କରିଦିଏ କହିବା ଭିତରେ ତାର କେଉଁ ବିନମ୍ରତା ନିଜକୁ ଚଉଦିଗର ଅଧୀଶ୍ୱର କହିବା ଭିତରେ ତାର କେଉଁ ଭାବ ମନୋଭାବ ପ୍ରକାଶ ପାଉଛି ଅହଙ୍କାର କେମିତି ସେ କଣ ଅହଙ୍କାର କରୁଛି ସେଠି ଅହଙ୍କାର ସେ କଣ ଅଲରେଡି ସେ ପୁରା ସେଟା ବିନମ୍ର ଭାବରେ ଏଇଟା କଣ ସେ ଯେତେବେଳେ ଜନ୍ମ ଭିତରେ ଏକାଗ୍ରତା ଭୋଗ କରିଥିବା ନିଜ ପରିବେଶକୁ ଅଲଗା ହେଇ ସମ୍ପୂର୍ଣ୍ଣ ଅଜଣା ଇଲାକାରେ ଅବସ୍ଥିତ କରିଥିବା ନିଜ ନାମଙ୍କର ମନୋଭାବ ଏକବଚନ ଅତି ସଫଳ ଭାବରେ ନୈରାଶ୍ୟ ଭାବରେ ନୈରାଶ୍ୟ ଭାବ ନା ଦୁଃଖ ଭାବ ମାନେ ଅତି ଦୁଃଖୀ ଭାବଟା ଦୁଃଖୀ ଭାବଟା ଆଜି କରୁଣା ବୋଲି ଅହଙ୍କାର ପ୍ରେମ